ଆଜି ଶୁଣିବା ଉପନ୍ୟାସ ପରିଚୟ। ଔପନ୍ୟାସିକା ପ୍ରତିଭା ରାୟ। ଭାଗ 2। ଜୀବନର ସବୁ ପୂର୍ଣ୍ଣତା ଭିତରେ ଯେମିତି କେଉଁଠି କିଛି କିନ୍ତୁ ଓ ତଥାପି ଛପି ରହିଥାଏ, ସେମିତି ଜୀବନାନନ୍ଦଙ୍କର ସମସ୍ତ ସୁଗୁଣ ଭିତରେ ଗୋଟାଏ ବିରାଟ ତଥାପି ହେଉଛି ସାମୟିକ ମାତ୍ରାଧିକ ସୁରାପାନ। ପିଅନ୍ତି ସେ କଦବା କେମିତି, ଆଉ ଯେବେ ପିଅନ୍ତି ସୀମା ଅତିକ୍ରମ କରି ପିଅନ୍ତି, ନିଜର ଚିନ୍ତା ଓ ଚେତନା ହରାଇ ବସିବା ପର୍ଯ୍ୟନ୍ତ ପିଅନ୍ତି। ନବଘନ ପାଇଁ ପିଇବା କଥାଟା ଗୋଟାଏ ନିହାତି ମାମୁଲି ଘଟଣା, ନ ପିଇବାଟା ହିଁ ଗୋଟାଏ ଯେମିତି ବ୍ୟତିକ୍ରମ। କିନ୍ତୁ ଏଇ ଭଦ୍ର ମାର୍ଜିତ ଧୀର ଗମ୍ଭୀର ବୁଦ୍ଧିଦୀପ୍ତ ତରୁଣଟିକୁ ପିଇ ପିଇ ବେହୋସ ହୋଇଯିବାର ଦେଖିଲେ ନବଘନ ଅସହାୟକ ଅସନ୍ତୋଷରେ ଛଟପଟ ହୋଇଉଠେ। ଦିନେ ସାହସ କରି ସେ କହିଲା, ବାବୁ, ଏଗୁଡ଼ା ପିଇଲେ ମଣିଷ ପଶୁ ପାଲଟିଯାଏ, କାଣ୍ଡକାନ ହରାଏ, ପାପ ପୁଣ୍ୟର ବିଚାର ରହେ ନାହିଁ। ଜାଣୁ ଜାଣୁ ଏଗୁଡ଼ା ପିଇବା ଭଳି ଲୋକ ଆପଣ ତ ନୁହନ୍ତି। ମୁଁ ତ ଆଜ୍ଞା ମୂର୍ଖ ଛାର ଜଗୁଳିଆଟା, ଆପଣଙ୍କୁ ଶିକ୍ଷା ଦେଉନାହିଁ, ମୋର ଦୋଷ ମାର୍ଜନା କରିବେ। ଜୀବନାନନ୍ଦ ହସି ହସି କହିଲେ, ତମେ ଠିକ୍ ଓଲଟା ହିଁ କହୁଛ ନବଘନ। ମଣିଷର ଭଦ୍ର ମୁଖାତଳେ ଅଛି ଗୋଟାଏ ଜାନୁଆର। ମଣିଷର ଚେତନାଶୀଳ ମନଟା ହିଁ ପାଶବିକ କ୍ଷୁଧାରେ ଆତୁର। ହିଂସା, କ୍ରୋଧ, ଲୋଭ, ଅସହିଷ୍ଣୁତା, କପଟତା, ଶଠତା ଇତ୍ୟାଦି ବିଷାକ୍ତ ଜୀବାଣୁରେ ମଣିଷର ମନଟା ରୋଗାଗ୍ରସ୍ତ। ଏହି ସୁରା ହିଁ ଏ ସମସ୍ତ ରୋଗର ଏକମାତ୍ର ନିଦାନ। କିଛି ସମୟ ପାଇଁ ଏହି ପଶୁ ପ୍ରବୃତ୍ତିଗୁଡ଼ାକ କବଳରୁ ମୁକ୍ତି ମିଳିଯାଏ। ମଣିଷର ବିସ୍ମରଣ ହୁଏ ଏହି ସମସ୍ତ ହୀନ ଇଚ୍ଛା ଓ କାମନା ମାନ ସୁରାର ପ୍ରଭାବରେ। ମୁଁ ପଶୁତ୍ୱକୁ ବିସ୍ମରି ଯିବା ପାଇଁ ପିଇଥାଏ। ଚେତନା ନଥିଲେ ଚିନ୍ତା ନଥାଏ, ଚିନ୍ତା ନଥିଲେ ପଶୁତ୍ୱ ନଥାଏ। ନବଘନ କଥାଗୁଡ଼ାକ ଠିକ୍ ବୁଝେ କି ନା ଜାଣି ହୁଏ ନାହିଁ। ତେବେ ଜୀବନାନନ୍ଦଙ୍କର ସେ ଅନ୍ୟ ସମସ୍ତ ସାହେବମାନଙ୍କଠାରୁ ଭିନ୍ନ ଦୃଷ୍ଟିରେ ଦେଖେ। ସେଥିପାଇଁ ଜୀବନାନନ୍ଦଙ୍କ ପ୍ରଥମ ରହଣି ରାତ୍ରିରେ ସେ ବାଛି ବାଛି ଅଢ଼ୁଣା ରୂପସୀ କିଶୋରୀଟିଏ ଧରି ଆଣିଥିଲା। ପେଶାଦାର ଝିଅଟିଏ ଜୀବନାନନ୍ଦଙ୍କର ସୁଖ ଦେବ ନାହିଁ। ଜୀବନାନନ୍ଦଙ୍କ ପାଇଁ ସତେଜ ଫୁଲଟିଏ ଲୋଡ଼ା। ସେଦିନ ରାତ୍ରିର ଅନ୍ଧକାରରେ ନିଜ କୋଠରୀରେ ଝିଅଟିକୁ ଦେଖି ଜୀବନାନନ୍ଦ ଅବାକ୍ ହୋଇ ନଥିଲେ, ବ୍ୟଥିତ ହୋଇଥିଲେ। ଏ ଡାକବଙ୍ଗଳାର ପରମ୍ପରା ସେ ଜାଣନ୍ତି, ତେଣୁ ନବଘନକୁ ସେ ଭୁଲ ବୁଝିଲେ ନାହିଁ। ତାଙ୍କଠାରୁ କୌଣସି ସୂଚନା ନ ପାଇ ନବଘନ ଏଭଳି ଭାବେ ଝିଅଟିଏ ତାଙ୍କ ଶଯ୍ୟାର ସାଥୀ ପାଇଁ ଡାକି ଆଣି ତାଙ୍କୁ ଅପମାନିତ କରିଛୁ ବୋଲି ବିରକ୍ତି ହୋଇ ଉଠିଲେ ନାହିଁ। ବରଂ ନବଘନର ରୁଚିକୁ ସେ ମନେ ମନେ ତାରିଫ କରିବା ସଙ୍ଗେ ସଙ୍ଗେ ସେ ନିଜ ଗବେଷଣାର ଗୋଟାଏ ନୂତନ ସବଜେକ୍ଟ ଭାବରେ ଝିଅଟିକୁ ଗ୍ରହଣ କରିନେଲେ। ନିଃସଙ୍କୋଚ ଭାବରେ ଝିଅଟି ବସିଛି ତାଙ୍କର ଶଯ୍ୟାଧାରରେ। ନବୀନା ତରୁଣୀଟି ହେଲେ ମଧ୍ୟ ଏ ଡାକବଙ୍ଗଳାର ପରମ୍ପରା ସେ ହୁଏତ ଜାଣିଛି, ଆଉ ନିଜକୁ ସେଥିପାଇଁ ପ୍ରସ୍ତୁତ କରିନେଇଛି। ସହରୀ ସଭ୍ୟତାର ଅଳ୍ପ ଅଳ୍ପ ସ୍ପର୍ଶରେ ବନ୍ୟ ଜୀବନ ଧୀରେ ଧୀରେ ଜଟିଳ ହୋଇ ଉଠିଛି। ନିଜର ଚାହିଦା ମେଣ୍ଟାଇବା ପାଇଁ ଆଜିକାଲି ଜଙ୍ଗଲର ଦ୍ରବ୍ୟ ପର୍ଯ୍ୟାପ୍ତ ହେଉନାହିଁ। ପ୍ରଲୋଭନ ବାଟ କଢ଼ାଇ ଆଣୁଛି କେତେ ରୂପସୀ ତରୁଣୀଙ୍କୁ ଏକ ନିର୍ଜନ ଡାକବଙ୍ଗଳାରେ ନିଭୃତ କୋଠରୀକୁ। ଝିଅର ଅଙ୍ଗେ ଅଙ୍ଗେ ସ୍ୱାସ୍ଥ୍ୟର ଢେଉ ଉର୍ମିଳ ତାର ତନୁମଲ୍ଲରେ। ବୟସର ଏକ ସ୍ୱତନ୍ତ୍ର ଲାବଣ୍ୟ ଛଳ ଛଳ କରୁଛି ଦେହ ମୁହଁରେ। ଆଖି ଦୁଇଟାରେ ଲଜ୍ଜା, ସଙ୍କୋଚ, ଅପରାଧ ବୋଧର ଲେଶମାତ୍ର ଚିହ୍ନ ନାହିଁ। ସତେବା କୌଣସି ନୂତନ ନିଯୁକ୍ତ ପତ୍ର ଧରି ସେ ଆସିଛି ରାତ୍ରିର ସଙ୍ଗଦାନ କରି କିଛି ଉପାର୍ଜନ କରିବା ପାଇଁ। ଝିଅଟି ପ୍ରତି କାମନା ପରିବର୍ତ୍ତେ ମାୟା ଜାଗୁଛି ଜୀବନାନନ୍ଦଙ୍କ ମନରେ। ସେ ଶଯ୍ୟାର ଅନ୍ୟ ପାର୍ଶ୍ୱରେ ବସି ଝିଅଟିକୁ ଚାହିଁ ରହିଛନ୍ତି। ଝିଅଟି ଆଦେଶ ଅପେକ୍ଷାରେ ଯେମିତି ବସି ରହିଛି। ଜୀବନାନନ୍ଦ ହଠାତ୍ ପ୍ରଶ୍ନ କଲେ, ତୋର ନାଁ କ'ଣ ରେ? ମହୁଲ। ନିଃସଙ୍କୋଚରେ ଉତ୍ତର। ବାଃ, ସୁନ୍ଦର ତୋର ନାଁଟି। ଆଚ୍ଛା, ଆଗରୁ କେବେ ଆସିଛୁ ଏଠିକୁ? ହଁ, ଆସିଛି। ରାତିରେ ନୁହେଁ, ଦିନରେ। ବଙ୍ଗଳା ହତାରୁ ଫୁଲ ତୋଳିବା ପାଇଁ ପରବ ଦିନରେ। ଝିଅଟିର ରୋକଠୋକ୍ ଉତ୍ତର। ଜୀବନାନନ୍ଦ ହସି ଦେଇ କହିଲେ, ବାଃ, ଦିନରେ ଫୁଲ ତୋଳିବା ପାଇଁ ଆସି ରାତିରେ ଫୁଲ ହୋଇ ଫୁଟିବା ପାଇଁ ତୁ ଆସିଛୁ? ବଙ୍ଗଳା ହତାର ଫୁଲଠାରୁ ତ ତୁ ଆହୁରି ସୁନ୍ଦର, ଆହୁରି ବାସ୍ନାରେ ମହମହ। ମହୁଲ ଖିଲ୍ ଖିଲ୍ ହସିଲା। ଜୀବନାନନ୍ଦଙ୍କର ସ୍ନାୟୁରେ ତରଙ୍ଗ ଜଗାଇ ଜୀବନାନନ୍ଦ ଗମ୍ଭୀର ହୋଇ ପ୍ରଶ୍ନ କଲେ, ଏଠିକି କାହିଁକି ଆସିଛୁ ଜାଣୁ? ମହୁଲ ଆଖି ନଚାଇ ସମ୍ମତି ଜଣାଇଲା। ଜୀବନାନନ୍ଦ ଆହୁରି ଗମ୍ଭୀର କଣ୍ଠରେ କହିଲେ, କେମିତି ଜାଣିଲୁ? ରାତିରେ ଏଠିକି ତ ଆଜି ପ୍ରଥମ ଥର ପାଇଁ ତୁ ଆସିଛୁ।
ଖିଲି ଖିଲି ହସର ଝରଣା ମହୁଲର। ହସଟା ତାର ପୁରନ୍ତା ମସୃଣ ଗଣ୍ଡରେ ଭଉଁରି କାଟୁଛି। ଜୀବନେନ୍ଦୁ ମହୁଲ ମୁହଁ ଉପରୁ ଆଖି ଫେରାଇ ଆଣିଲେ। ମହୁଲ ହସି ହସି କହିଲା, ନବଘନ କକା କହିଲା, ଏ ବାବୁଟା ସବୁଠାରୁ ଜାଣିବାର। ଗଦାଏ ବହି ଧରି ବସୁଛି, ଦିନ ରାତି ଲେଖୁଛି ଗୋଟା ଗୋଟା ଖାତା। ହେଲେ ଏତିକି କଥା ବୁଝିପାରୁନ? ମୁଁ ସିନା ନୂଆ ଆସିଲି। ଜୁଇ, ହେନା, ମୋତି, ଟିମିରି, ସାରିଆ, ବଗୁଲି, ମଇନା ସବୁବେଳେ ଆସନ୍ତି ରାତିରେ। ତାଙ୍କଠାରୁ ସବୁ ମୁଁ ଶୁଣିଛି। ସେମାନେ ସବୁ ବୁଝେଇ ଦେଇଛନ୍ତି ମୋତେ। ଜୀବନେନ୍ଦୁ ସାମାନ୍ୟ ବିରକ୍ତିସୂଚକ କଣ୍ଠରେ କହିଲେ, ଏସବୁ ପାଇଁ ଘୃଣା ନାହିଁ ମନରେ? ଖୁବ୍ ସହଜରେ କଥାଗୁଡ଼ା କହିଯାଉଛି ଯେ। ଘୃଣା? କ'ଣ ପାଇଁ ଘୃଣା ହେବ ବାବୁ? ଆମେ ଚୋରି କରିଛୁ କି? କାହାର ତଣ୍ଟି କାଟୁଛୁ କି? କଳାବଜାରରେ ଡକାୟତ କରୁଛୁ କି? ଖଟୁଛୁ, ଖାଉଛୁ। ଆଉ ଏଇ ରାତିରେ ବଙ୍ଗଳାକୁ ଆସିବାର କଥାଟା? ସେଥିରେ ଦୋଷ କ'ଣ? ସହରୀ ବାବୁମାନେ ତ ଏ ବଣର, ଏ ଇଲାକାର ଦେବତା। ଆଗେ ଆମ ଲୋକମାନେ ବଣଦେବୀଙ୍କୁ ପୂଜା କରୁଥିଲେ, ବଳି ଦେଉଥିଲେ। ବଣ ଦୁର୍ଗା ପ୍ରସନ୍ନ ହେଉଥିଲେ। ବଣରେ ସୁନା ଫଳୁଥିଲା। ବଣ ଜଙ୍ଗଲ ଦରବରେ ପେଟ ପୁରୁଥିଲା, ଜୀବନ ବିତୁଥିଲା। ଏବେ ଜଙ୍ଗଲ ଆଉ ବଣ ଦୁର୍ଗାଙ୍କ ହାତରେ ନାହିଁ, ସରକାରଙ୍କର ହାତରେ, ତମରିମାନଙ୍କ ଭଳି ବାବୁମାନଙ୍କ ହାତରେ। ତାଙ୍କରି ଦୟାରୁ ଜଙ୍ଗଲ ଭିତରେ ସ୍କୁଲ ହୋଇଛି, ଡାକ୍ତରଖାନା ହେଉଛି, ରାସ୍ତାଘାଟ ତିଆରି ହେଉଛି। ଆହୁରି କେତେ କ'ଣ ହେବ। ତମେ ଏ ଜଙ୍ଗଲର ଦେବତା। ଦେବତାକୁ ଖୁସି କରିବା ଆମର ସେଥିରେ ଦୋଷ କ'ଣ? ଅବାକ୍ ହୋଇ ଚାହିଁ ରହିଛନ୍ତି ଜୀବନେନ୍ଦୁ। ମହୁଲ ମୁହଁରୁ ଶୁଣୁଛନ୍ତି ସାହେବ ବୋଲାଉଥିବା ବାବୁମାନଙ୍କର ବିଭତ୍ସ ବାସନାର ସୁନ୍ଦର ଏକ ବ୍ୟାଖ୍ୟା। ସେ ପଚାରିଲେ, ମହୁଲ, ଏ କଥା ତୋତେ କିଏ କହିଛି? କିଏ କହିଛି ବାବୁମାନେ ଏ ଜଙ୍ଗଲର ଦେବତା? ତାଙ୍କୁ ଖୁସି କଲେ ଏ ବଣ ଜଙ୍ଗଲରେ ସୁନା ଫଳିବ, ସଭ୍ୟତାର ଆଲୁଅରେ ଝକମକ କରିବ ତମର ଏ ଗାଁ ଭୂଇଁ। ସମସ୍ତେ କହନ୍ତି ଏ କଥା। ଜୁଇ, ଡିମିରି, ସାରିଆ, ନବଘନ କକା। କାହିଁକି ମିଛ କହିଲେ କି? ଏ ଯେଉଁ ନୂଆ ପିଚୁ ରାସ୍ତା ସେ ମନ୍ଦିର ଉପରେ ମନ୍ଦିରକୁ ପଡ଼ିଛି, ତାହା କାହା ଲାଗି ହେଇଛି? ବଡ଼ ହାକିମ କିଏ ଆସିଥିଲେ? ତାଙ୍କ ଆସିବା ଆଗରୁ ସେ ରାସ୍ତାଟା ଦିନ କେଇଟାରେ ତିଆରି ହୋଇଗଲା। ଆମ ବସ୍ତିକୁ ବି ଗୋଟାଏ ଛୋଟ ନାଲି ରାସ୍ତା ହେଲା। ବଣଭୂଇଁ ସଫାସୁତୁରା ହୋଇ ହସି ଉଠିଲା। ଏ ଡାକ ବଙ୍ଗଳାକୁ ବିଜୁଳି ଆଲୁଅ ଆସିଲା। ସେଇ ହାକିମ ନ ଆସିଲେ ଏତେ କଥା କିଏ କରିଥାନ୍ତା? ସବୁ ତ ତାଙ୍କରି ଦୟା, ତାଙ୍କରି ମହିମା। ପୁଣି ଆଉ ଜଣେ ହାକିମ ଆସିବା ଆଗରୁ ଆମ ବସ୍ତିରେ ଦୁଇଟା କୂଅ ଖୋଳା ହୋଇଗଲା। ଆହା, କେଡ଼େ ଦୟାବନ୍ତ ସହରୀ ବାବୁମାନେ। ମହୁଲର ସୁନ୍ଦର ନିଷ୍ପାପ ଆଖି ଦୁଇଟା କୃତଜ୍ଞତାରେ ବୁଜି ବୁଜି ହୋଇ ଯାଉଥିଲା। ତାର ସେଇ ବଶବନ୍ଦ ମୁଖମୁଦ୍ରାକୁ ନିରେଖି ଜୀବନେନ୍ଦୁ ନିଜକୁ ଧିକ୍କାର କଲେ। ସବୁ ଧପ୍ପାବାଜ। ନିଜ ସୁବିଧା ପାଇଁ, ନିଜର ନିରାପତ୍ତା ପାଇଁ ସହରୀ ବାବୁମାନଙ୍କର ଯେତେ ସବୁ ଆୟୋଜନ। ଅଥଚ କେଡ଼େ ସୁନ୍ଦର ଭାବେ ଏ ବନ୍ୟ ସମ୍ପଦକୁ ଲୁଣ୍ଠନ କରିବାର ନିର୍ଭରଯୋଗ କୈଫିୟତ ସଜାଡ଼ି ଦେଇଛନ୍ତି। ସମସ୍ତେ ହିପୋକ୍ରେଟ୍। ନା, ଏ ଛୋଟ ଝିଅଟା ଏତେ ଗହନ କଥା ବୁଝିବ ନାହିଁ। ତା ମୁଣ୍ଡକୁ ଭାରାକ୍ରାନ୍ତ କରି ଲାଭ ନାହିଁ। ସେ ଏଥର ଉଠିଲେ, ଫ୍ଲାସ୍କରୁ କଫି ଢାଳି ପିଇଲେ। ଆଉ ଗୋଟାଏ କପ୍ରେ କଫି ଢାଳି ମହୁଲ ଗୋଲାପୀ ଓଠରେ ଛୁଆଇଁ ତୋଳି ଧରି କହିଲେ, ନେ ପିଇଦେ। ଦେହଟା ତାଜା ହୋଇଯିବ, ନିଦ ଛାଡ଼ିଯିବ ଆଖିରୁ। ତାପରେ ତୁ ଗପିବୁ ତମ ବଣଭୂଇଁ କଥା, ଆଉ ମୁଁ ଶୁଣିବି। ଶୁଣୁ ଶୁଣୁ ଯେଉଁଟା ମୋର ଦରକାର ଲେଖି ପକାଇବି। ହଁ, କିଛି ଖାଇବୁ ଯଦି ଖା। ଡବା ଖୋଲି କିଛି କାଜୁ ଆଉ କିସମିସ ମହୁଲ ପାଇଁ ପ୍ଲେଟ୍ରେ ଢାଳିଲେ। ମହୁଲ ଅଳସରେ ହାଇ ମାରି କହିଲା, ନା, ମୁଁ ସେ ତତଲା ପାଣି ପିଏ ନାହିଁ, ତମେ ପିଅ। ମହୁଲ କାଜୁ ପାଟିରେ ପକାଇଲା। ଜୀବନେନ୍ଦୁ କଫି ପିଇସାରି ଝରକା ଖୋଲିଥିଲେ। ଘର ଭିତରେ ବିଛାଡ଼ି ହୋଇ ପଡ଼ିଲା ଜହ୍ନ ଆଲୁଅ। ସିରି ସିରି ସମୀରଣରେ ଅନାମିକା ରାତ୍ରି କୁସୁମର ଭୁରୁ ଭୁରୁ ଗନ୍ଧ ଖରତମାମ ସୁରଭିତ କରିଦେଲା। ମାଦଳ ଘୁମୁରାର ମଧୁର ଶବ୍ଦ ମନକୁ ଉତ୍ତାଳ କଲା। ଜୀବନେନ୍ଦୁ ମହୁଲକୁ ପଛ କରି ଝରକା ଦେଇ ବାହାରକୁ ଚାହିଁ ଠିଆ ହୋଇ ରହିଲେ। ମହୁଲ ବିଛଣା ଉପରେ ବସି ବସି ମାଦଳର ତାଳେ ତାଳେ ଗୁଣୁଗୁଣ ସ୍ୱରରେ ଜଙ୍ଗଲୀ ଗୀତର ପଦଟିଏ ଘୋଷିବାକୁ ଲାଗିଲା। ଅକସ୍ମାତ୍ ଝୁମି ଝୁମି ଭାସି ଆସିଲା ସେହି ମାୟାବିନୀ ନାରୀର ମାୟାଭରା ସଙ୍ଗୀତର ସ୍ୱର। ଚମକି ଉଠିଲେ ଜୀବନେନ୍ଦୁ, ଚମକି ଉଠିଲା ମହୁଲ। ବିଛଣାରୁ ଉଠି ଆସି ସେ ଜୀବନେନ୍ଦୁଙ୍କ ପିଠିରେ ଆଉଜିଗଲା ଲତାଟିଏ ପରି। ଦୁଇ ହାତରେ ତାଙ୍କୁ ଜଡ଼ାଇ ଧରିଲା। ତା ବୁକୁର ସ୍ପନ୍ଦନ, ତା ହୃଦୟର ଉତ୍ଥାନ ପତନ ଜୀବନେନ୍ଦୁ ବେଶ୍ ଅନୁଭବ କରିପାରୁଥିଲେ। ମହୁଲ ଥରିଲା ଥରିଲା ଗଳାରେ କହିଲା, ଏଇ ତାର ଆତଯାତ ହେବାର ବେଳ। ବାବୁ, ଝରକାଟା ବନ୍ଦ କରିଦିଅ, ମୋତେ ଡର ଲାଗୁଛି।
ଜୀବନନ୍ଦୁ ମହୁଲର ବଳିଲା ବଳିଲା ନିଟୋଳ ହାତରେ ଆଶାସ୍ୱନାର ସ୍ପର୍ଶ ଦେଉ ଦେଉ କହିଲେ, ମହୁଲ, ମୁଁ ଅଛି, ଭୟ କ'ଣ? ନବଘନ କହୁଥିଲା, ସେ କାହାର କ୍ଷତି କରେ ନାହିଁ। ତୁ କିଛି ଜାଣୁ ତା ବିଷୟରେ? ସେ କିଏ? କାହିଁକି ସେ ରାତ୍ରିର ଏ ନିଝୁମ ନିଶୁନ ପହରରେ ଘୁରି ବୁଲେ? କ'ଣ ତାର ଦୁଃଖ? କାହାକୁ ସେ ଖୋଜେ? ମହୁଲ ସେମିତି ଜୀବନେନ୍ଦୁ ପିଠିରେ ନିସ୍ତେଜ ଭଙ୍ଗୀରେ ଆଉଜି ରହି କହିଲା, କାହାର ଗରଜ ପଡ଼ିଛି ତା କଥା ବୁଝିବାକୁ? କିଏ କହେ ସେ ଡାହାଣୀ, କିଏ କହେ ସେ ବଣର ରାଣୀ, କିଏ ତାକୁ ଦେଖିଛି ନା ଛୁଇଁଛି, କିଏ ତାର ଛାଇ ଦେଖି ଚମକିଛନ୍ତି। ନବଘନ କକା କହେ, ତା କଥାରେ ଯେ ମୁଣ୍ଡ ଘୁରାଏ ସେ ତାର କ୍ଷତି କରେ। ତା ନହେଲେ ସେ ଭାରି ସୁଧାର, ଭାରି ବୋଲକରା। ତା କଥାରୁ ଆମକୁ କ'ଣ ମିଳିବ ବାବୁ? କେହି କେହି କହନ୍ତି ସେ ବନଦୁର୍ଗା। ରାତି ସାରା କାନ୍ଦନ୍ତି, ବୁଲନ୍ତି, ମୁଣ୍ଡ ବଳି ତ ଉଠିଗଲାଣି। ସେଇଥିପାଇଁ ସେ ମଣିଷର ରକତ ରଖିବାକୁ ରାତି ସାରା ଘୁରି ବୁଲନ୍ତି। ବାବୁ, ତମେ ତା କଥାରେ ମୁଣ୍ଡ ପୁରାଅ ନାହିଁ। ଜୀବନେନ୍ଦୁ ଗମ୍ଭୀର ହଁଟିଏ ମାରି ଚୁପଚାପ ଠିଆ ହୋଇ ରହିଲେ। ଗହନ ଚିନ୍ତାରେ ପଡ଼ିଗଲେ। ସେ ସଙ୍ଗୀତର ସ୍ୱର ତାଙ୍କୁ ଆକର୍ଷଣ କରୁଛି। ମନ ଭିତରେ ଲାଗୁଛି ଅଦ୍ୟମ କୌତୂହଳ, ଅସୀମ ଉତ୍କଣ୍ଠା। ଗବେଷଣା ପଥରେ ଏ ଯେମିତି ଏକ ମୂଲ୍ୟବାନ ତଥ୍ୟ, ନୂତନ ଦିଗନ୍ତ। ଜୀବନେନ୍ଦୁ ମହୁଲର ହାତ ଦୁଇଟିକୁ ନିଜଠାରୁ ମୁକୁଳେଇ ଦେଲେ। ବୁଲି ପଡ଼ି ମହୁଲକୁ ଚାହିଁ କହିଲେ, ତୁ ଆ ମହୁଲ, ମୁଁ ଦେଖେ ବନଦୁର୍ଗା କି ଡାହାଣୀ, କିଏ ସେଇ ନାରୀ? ମହୁଲ ପୁଣି ଥରେ ଜୀବନେନ୍ଦୁଙ୍କ ଦେହଟାକୁ ଜଡ଼ାଇ ଧରିଲା। ପ୍ରତିବାଦ କରି କହିଲା, ନାଇଁ ବାବୁ, ତମକୁ ଛାଡ଼ି ମୁଁ ଯିବି ନାହିଁ। ତା ପିଛା ଧରିଲେ କେହି ଫେରି ଆସେ ନାହିଁ। ନବଘନ କକାଠାରୁ ତମେ ସବୁ ଶୁଣିଥିବ। ଜୀବନେନ୍ଦୁ ମହୁଲର କଥା ଶୁଣିଲେ ନାହିଁ। ତାଙ୍କ ମନରେ ଝୁଙ୍କ ଆସିଯାଇଛି। କୁସଂସ୍କାର, ଅନ୍ଧବିଶ୍ୱାସ ତାଙ୍କର ପଥରୋଧ କଲା ନାହିଁ। ସେ ମହୁଲକୁ ଜୋର କରି ନିଜଠାରୁ ଅଲଗା କରିଦେଇ ବାହାରି ଆସିଲେ ପଦାକୁ। ବାରଣ୍ଡାରେ ଠିଆ ହୋଇ ସେ ସଙ୍ଗୀତର ସ୍ୱରକୁ କାନ ପାତିଲେ। ଏଥର ଖୁବ୍ ଅସ୍ପଷ୍ଟ ଭାବରେ ଶୁଭୁଛି ସେ ସଙ୍ଗୀତର ମୂର୍ଚ୍ଛନା। ଡାକବଙ୍ଗଳାର ଅପର ପ୍ରାନ୍ତରୁ ଭାସି ଆସୁଛି ସେ ସ୍ୱର। ଜୀବନେନ୍ଦୁ ସମ୍ମୋହିତ ହେଲା ଭଳି ଗୋଟିଏ ଗୋଟିଏ କରି ସେ ଆଡ଼କୁ ପାଦ ପକାଇଲେ। ଦୂରରେ ଛାୟାମୂର୍ତ୍ତିଟିଏ ଝରି ଝରି ଜ୍ୟୋତ୍ସ୍ନାରେ ଭିଜୁଛି। ଜୀବନେନ୍ଦୁଙ୍କ ରକ୍ତରେ ତଡ଼ିତ୍ ପ୍ରବାହ ହେଉଛି। ଇଚ୍ଛା ହେଉଛି ଧାଇଁ ଯାଇ ଛାୟାମୂର୍ତ୍ତିଟାକୁ ଭିଡ଼ି ଆଣନ୍ତେ ବିଜୁଳିବତୀର ଆଲୋକକୁ, ଆଉ ନିମିଷକରେ ସବୁ ରହସ୍ୟ ଉନ୍ମୋଚନ କରିଦିଅନ୍ତେ। ଜୀବନେନ୍ଦୁ ବାରଣ୍ଡାରୁ ତଳକୁ ଖସିଲେ। ପଛରେ ଆବାକ୍ ହୋଇ ଠିଆ ହୋଇଛି ମହୁଲ। ଭୟରେ ଜଡ଼ସଡ଼ ହୋଇପଡ଼ିଛି, କିଛି କହିପାରୁନାହିଁ। ଜୀବନେନ୍ଦୁ ଛାୟାମୂର୍ତ୍ତିଟି ଦିଗରେ ଗୋଟିଏ ଗୋଟିଏ ଆଗେଇ ଯାଉଛନ୍ତି। ବିରାଟ ଡାକବଙ୍ଗଳା ହତା। 15 ଏକର ବ୍ୟାପୀ ହତା ଚାରିପଟେ ତାର ବାଡ଼ ଘେରା ହୋଇଛି। ଗେଟ୍ ପାଖରେ ଗୋଟିଏ କଣକୁ ନବଘନର 2 ବଖରା ବିଶିଷ୍ଟ କ୍ୱାର୍ଟର। କ୍ୱାର୍ଟର ଚାରିପଟେ ଇଟା ପାଚେରୀ। ହତା ଭିତରେ ନାନା ଜାତିର ଗଛ, ବୁଦା, ଲତା, ବିଭିନ୍ନ ଫୁଲ ଫଳରେ ଭରା ଉଦ୍ୟାନ। ନବଘନର କ୍ୱାର୍ଟର କାନ୍ଥକୁ ଲାଗି ବିରାଟ ଚମ୍ପା ଗଛଟିଏ। ତା ତଳେ ଛାପି ଛାପିକା ଅନ୍ଧାର। ଛାୟାମୂର୍ତ୍ତିଟି ନାଚି ନାଚି ଚମ୍ପାଗଛର ଅନ୍ଧାର ତଳେ ମିଶି ଯାଉଛି। ଜୀବନେନ୍ଦୁ ଜୋରରେ ପାଦ ପକାଇଲେ। ବଙ୍ଗଳାଠାରୁ ଫାଟକ ଓ ନବଘନର କ୍ୱାର୍ଟର ବେଶ୍ ଦୂର। ହଠାତ୍ ଆଉ ଏକ ଛାୟାମୂର୍ତ୍ତି ସାମ୍ନା କ୍ରୋଟନ ବୁଦାରୁ ଉହାଡ଼ୁ ବାହାରି ଆସି ତାଙ୍କର ପଥରୋଧ କଲା। ହାତରେ ଠେଙ୍ଗା, ମୁଣ୍ଡରେ ପଗଡ଼ି। ଚମକି ପଡ଼ିଲେ ଜୀବନେନ୍ଦୁ। ପ୍ରଶ୍ନ କଲେ, କିଏ? ନବଘନ? ଏତେ ରାତିରେ ଏ ବଗିଚାରେ ତମର କି କାମ? ଡ୍ୟୁଟି କରୁଛି ଆଜ୍ଞା। ରାତି ତମାମ ହତାସାରା ବୁଲି ବୁଲି ପହରା ଦେବା ତ ମୋର କାମ। ସେଇଥିପାଇଁ ସରକାରଙ୍କର ନିମକ ଖାଉଛି। ନବଘନର ସ୍ପଷ୍ଟ ଉତ୍ତର। ଲଜ୍ଜିତ ହେଲେ ଜୀବନେନ୍ଦୁ। ନବଘନକୁ ଆଡ଼େଇ ଦେଇ ବାହାରି ଯାଉ ଯାଉ କହିଲେ, ମୋ ପଛେ ପଛେ ଆସ। ସେ ଚମ୍ପା ଗଛ ତଳେ କିଏ ଜଣେ ଲୁଚି ଯାଉଛି, ତାକୁ ଧରିବାକୁ ହେବ। ମୁଁ ସ୍ପଷ୍ଟ ଦେଖିଛି ତାକୁ। ତମେ କ'ଣ ଦେଖିପାରିନାହଁ? ମୁଁ ତ ତାକୁ ସବୁଦିନ ଦେଖେ ଆଜ୍ଞା। ଆଜି ତ କିଛି ନୂଆ କଥାଟିଏ ଘଟିଲା ନାହିଁ ଯେ ମୁଁ ଆଚମ୍ବିତ ହେବି। ଚମ୍ପା ଗଛଟି ତାର ଘର? ଯାଉ ବେଚାରୀ, ତା ପିଛା ଧରି ଆମର କି ଲାଭ? ନବଘନ ସହଜ ଭଙ୍ଗୀରେ କହିଲା। ଜୀବନେନ୍ଦୁ ଉତ୍କଣ୍ଠିତ ଭଙ୍ଗୀରେ କହିଲେ, ତାକୁ ଜାଣ? ସେ କିଏ ମୋତେ କହିପାରିବ ନବଘନ? ସେ ମାୟା। ନବଘନ ଆକାଶକୁ ଚାହିଁ ଅନ୍ୟମନସ୍କ ହୋଇଗଲା। ଜୀବନେନ୍ଦୁ କହିଲେ, ମାୟା କିଏ? କ'ଣ ତାର ପରିଚୟ? ନବଘନ ଉଦାସ କଣ୍ଠରେ କହିଲା, ମା ନୁହେଁ ତ ଆଉ କ'ଣ? ଆମେ ଯାହାକୁ ଦେଖୁଛୁ, ଯାହାର ସ୍ୱର ଶୁଣୁଛୁ, ସେ ମିଛ, ତୁଚ୍ଛ ମିଛ। ସେ ମାୟା ହୋଇଯାଇଛି, ଶୂନ୍ୟରେ ମିଶି ଯାଇଛି।
ଜୀବନନ୍ଦୁଙ୍କର ଉତ୍କଣ୍ଠା ବଢ଼ୁଛି। ସେ ଅଧୀର କଣ୍ଠରେ କହିଲେ, କାହା କଥା ତମେ କହୁଛ ନବଘନ? ମୁଁ ଯେ ସେଇ ଛାୟାର କଥା କହୁଥିଲି। ହଁ, ସେ ମୋର ଛାୟା, ମୋର ମାୟା ହୋଇଯାଇଛି, ନବଘନ ବାଉଳି ହେଲା ଭଳି କହିଲା। ଜୀବନେନ୍ଦୁ ଅସହିଷ୍ଣୁ କଣ୍ଠରେ କହିଲେ, ତମେ ଆଜି ଟିକେ ବେଶୀ ଚାଉଳି ପିଇ ଦେଇଛ କି ନବଘନ? ତମ କଥାରେ ଯେ ଠିକଣା ରହୁନାହିଁ। ଛାଡ଼ ମୋତେ, ମୁଁ ଯାଇ ଏକା ସେଠି ଦେଖେ କିଏ ସେଠି ଛପିଗଲା। ଜୀବନନ୍ଦୁ ଜୋରରେ ଚମ୍ପାଗଛ ମୂଳକୁ ପାଦ ପକାଇଲେ। ପଛରୁ ନବଘନର ବାରଣ ଶୁଭୁଥିଲେ ବି ସେ ତାକୁ ଖାତିର କଲେ ନାହିଁ। ଚମ୍ପାଗଛ ମୂଳରେ ଜ୍ୟୋତ୍ସ୍ନାର ଲୁଚକାଳି ଖେଳ, ଛାଇ ଆଲୁଅର ଛପା ଛପିକା ବିଚିତ୍ର ଶୋଭା। ତାରି ତଳେ କାହାକୁ ଖୋଜୁଛନ୍ତି ଜୀବନେନ୍ଦୁ। ନିଜକୁ ନିଜେ ସେ ବିଶ୍ୱାସ କରିବେ କି ନା ଠିକ୍ ଜାଣିପାରୁନାହାନ୍ତି। ଏଇଠି ସେ ଦେଖିଛନ୍ତି ଛାୟାମୂର୍ତ୍ତିଟି ଛପିଗଲା, ଅଥଚ ସେଠି କାହାରି ଚିହ୍ନବର୍ଣ୍ଣ ନାହିଁ। ଖାଲି ଚାରିଆଡ଼େ ଜ୍ୟୋତ୍ସ୍ନାର ଢେଉ ଆଉ ଚମ୍ପା ଫୁଲର ଅଫୁରନ୍ତ ଉତ୍ତେଜିତ ବାସ୍ନା। ସଙ୍ଗୀତର ସ୍ୱର ଶୁଭୁନାହିଁ। ନବଘନର ବାରିକବାଟ ମୁକୁଳା। ନବଘନ ରାତିସାରା ଘୂରି ବୁଲୁଛି ଦୁଆର ମୁକୁଳା ରଖି। ସେ ବାହାରି ଆସିବା ପରେ ଦୁଆର ବନ୍ଦ କରିବା ପାଇଁ ତାର ଘରଣୀ ନାହିଁ। ସେ ବହୁଦିନରୁ ବିପତ୍ନିକ। ନବଘନ ଗୋଟିଏ ଗୋଟିଏ କରି ଆସି ଜୀବନନ୍ଦୁଙ୍କ କାନ୍ଧରେ ହାତ ରଖିଲା। ଆତ୍ମୀୟତା ଭରା ଗଳାରେ କହିଲା, ମାୟା ପଛରେ ଗୋଡ଼ାଇଲେ ବାଉଳା ହେବେ ବାବୁ। ଆପଣ ପିଲା ଲୋକ, ଯେଉଁ କାମରେ ହାତ ଦେଇଛନ୍ତି ସେ କାମ କରନ୍ତୁ। ତା ପଛରେ ଘୂରିଲେ ତାକୁ ତ ପାଇବେ ନାହିଁ। ଛାୟା ହେଇ ସେ ଖାଲି ଯାହା ବାଟବଣା କରିବ, ତାଠାରୁ ଅଧିକ କିଛି ଲାଭ ମିଳିବ ନାହିଁ। ସେଦିନ ରକ୍ତ ମାଂସର ଝିଅଟିଏ ଥିଲା, ଆଜି ତା ନାହିଁ। ଆଜି ସେ କାୟାହୀନ ଛାୟାଟିଏ। ସେ ଅଶରୀରୀ ହୋଇଯାଇଛି। ସେଦିନ ଏମିତି ଏକ ଜହ୍ନ ରାତିର ନିଝୁମ ପ୍ରହରରେ ମୁଁ ତାକୁ ନିଜ ହାତରେ ଏ ଚମ୍ପାଗଛ ମୂଳେ କବର ଦେଇଛି। ସେଇଦିନୁ ସେ ଚମ୍ପାଗଛଟିକୁ ନିଜର ଘରମଣି ରହିଛି। ରାତିସାରା ଘୂରି ବୁଲୁଛି ଗୀତ ଗାଇ ଗାଇ। ତା ବ୍ୟଥା ମୁଁ ଜାଣେ। ନବଘନ ଗାମୁଛାରେ ଆଖି ପୋଛିଲା। ଜୀବନେନ୍ଦୁ ଶବବେଦନାର ଗଳାରେ କହିଲେ, ସେ କିଏ ନବଘନ? ସେ ତମର ବା କ'ଣ ହୁଏ? କ'ଣ ତମର ବ୍ୟଥା? ନବଘନ ପ୍ରକୃତିସ୍ଥ କରିନେଲା ନିଜକୁ। ଅଭିଭାବକଟିଏ ଭଳି କହିଲା, ନା ଆଜି ନୁହେଁ, କାଲି ସବୁ କଥା କହିବି। ସାରା ରାତି ଅନିଦ୍ରା ରହି ଏ ଜଙ୍ଗଲ ଭିତରେ ବେମାର ହେଲେ ମହା ଅସୁବିଧା। ତମ ବୟସରେ ରାତି ଦିନ ସବୁ ଏକାକାର ମନେ ହୁଏ। ମୋର କିନ୍ତୁ ବୟସ ହୋଇଯାଇଛି। କୋଠିକୁ ଯାଆନ୍ତୁ, ମହୁଲ ଅପେକ୍ଷା କରିଛି। ନବଘନ ନିଜ ଘରେ ପଶି ଜୀବନେନ୍ଦୁକୁ ଆବାକ୍ କରିଦେଇ କବାଟ କିଳିଦେଲା। କବାଟ ଦେବାର ଶବ୍ଦ ଭିତରେ କିଶୋରୀ ଝିଅଟିର ଖିଲଖିଲ ହସ ଯେମିତି ଭାସି ଆସିଲା। ଜୀବନେନ୍ଦୁଙ୍କର ମନରେ ଭୟର ଏକ ଚିତ୍କାର ଖୋଳିଗଲା। ନବଘନର କଥାକୁ ସେ ହୁଏତ ବିଶ୍ୱାସ କରିବାକୁ ଆରମ୍ଭ କରିଦେଲେଣି। ବଡ଼ ବଡ଼ ପାହୁଣ୍ଡ ପକାଇ ସେ କୋଠିକୁ ଫେରି ଆସି ନିଜ କୋଠରୀରେ ପଶି କବାଟ କିଳିଦେଲେ। ମହୁଲ ଅନେକ ବେଳୁ ତଳେ କାର୍ପେଟ ଉପରେ କାନି ପାରି ନିଶ୍ଚିନ୍ତ ନିଦରେ ଶୋଇଯାଇଥିଲା। ପଙ୍ଖା ପବନରେ ତାର କୁମାରୀ ଅଙ୍ଗର ଶୋଭା ମୁକୁଳି ପଡ଼ିଥିଲା ଛୋଟ କସ୍ତା କାନିର ଆବରଣ ତଳୁ। ଜୀବନେନ୍ଦୁ ନିଜ ବିଛଣାରୁ ଚଦରଟାଏ ଭିଡ଼ି ଆଣି ମହୁଲର ଅନାବୃତ ବୁକୁରେ ପକାଇଦେଲେ। ନିଜେ ଚିତୋଇ ଶୋଇପଡ଼ିଲେ ଖଟରେ। ଶୂନ୍ୟତାକୁ ଚାହିଁ ଚାହିଁ ସେ ଅଶରୀରୀ ନାରୀଟିର ଗୋପନ ବ୍ୟଥା ବୁଝିବା ପାଇଁ ଚେଷ୍ଟା କରୁଥିଲେ। ପରିଷ୍କାର ରୂପ ନେଇ ଆତ୍ମା ଏମିତି ଘୂରି ବୁଲି ମଧୁର ସଙ୍ଗୀତରେ ମନକୁ ଉତ୍ତାଳ କରିବା କ'ଣ ସମ୍ଭବ? ଏହା ସତ୍ୟ ନା ଭ୍ରାନ୍ତି? କୌତୂହଳର ବୁଢ଼ିଆଣୀ ଜାଲ ଭିତରେ ସେ ଛନ୍ଦି ହୋଇ ପଡ଼ୁଥିଲେ। ଭୋରର ସିରିସିରି ଥଣ୍ଡା ପବନରେ ଜୀବନେନ୍ଦୁଙ୍କର ଅତ୍ୟନ୍ତ ଆଖିପତା ଲାଗି ଆସୁଥିଲା। ନିଜ କପାଳରେ କାହା ହାତର ଉଷୁମ ସ୍ପର୍ଶରେ ସେ ଚମକି ଆଖି ଖୋଲିଲେ। ମହୁଲ ତାଙ୍କ ସାମ୍ନାରେ ଠିଆ ହୋଇ ହସୁଛି। ସକାଳର ସଜଫୁଟା ଫୁଲଟି ଭଳି ତାର ଆଖି ମୁହଁ ସତେଜ ଦିଶୁଛି। ଜୀବନେନ୍ଦୁଙ୍କୁ ଚାହିଁ ମହୁଲ କହିଲା, ହେ ବାବୁ, ମୁଁ ଯାଉଛି। ଭୋର ହୋଇଗଲାଣି, ରାତିଟା ବେକାରରେ ଗଲା। ଠିକ୍ ଏକ ପେଶାଦାର ଦେହଜୀବୀ ଭଳି ମହୁଲର କଥନ ଭଙ୍ଗୀ। ଜୀବନେନ୍ଦୁ ଉଠି ବସିଲେ। ପର୍ସ ଖୋଲି 10 ଟଙ୍କାର ନୋଟଟିଏ ଧରାଇ ଦେଇ ମହୁଲର ହାତରେ କହିଲେ, ନେ ତୋ ରାତିର ପାଉଣା। ଆଜି ରାତିରେ ଆଉ ଆସିବୁ ନାହିଁ। ଦରକାର ହେଲେ ମୁଁ ଡକାଇବି ତୋତେ। ମହୁଲର ମୁହଁ ଉପରେ ଲାଲ ସୂର୍ଯ୍ୟର ଲୋହିତ କିରଣ ଝଟକୁଛି। ତା ମୁହଁଟା ରଙ୍ଗ ଚହଚହ ଦିଶୁଛି। ନୋଟଟାକୁ ଜୀବନେନ୍ଦୁଙ୍କ ଉପରକୁ ଫୋପାଡ଼ି ଦେଉ ଦେଉ ତା ମୁହଁଟା ଆହୁରି ଲାଲ ହୋଇ ଉଠିଲା। ତମ ତମ ହୋଇ ସେ କହିଲା, ରଖ ତମ ଟଙ୍କା। ମୁଁ ତମକୁ ଭିକ ମାଗୁଛି କି? ଖଟିବୁ, ଖାଇବୁ, ତା ଛଡ଼ା ଆମକୁ ଆଉ କିଛି ଜଣା ନାହିଁ। କାହାକୁ ହାତ ପତାଇବାକୁ ଆମେ ଶିଖିନୁ। ରାତି ତମାମ ଶୋଇ ଶୋଇ ତମଠାରୁ ମୁଁ କ'ଣ ଟଙ୍କା ନେବି? କ'ଣ ପାଇଁ? ତମର ମୁଁ କି କାମଟା କରିଛି ଯେ?
ଜୀବନେନ୍ଦୁ ମହୁଲର ବ୍ୟକ୍ତିତ୍ୱରେ ଚମତ୍କୃତ ହେଉ ହେଉ କହିଲେ, ତୋ ଘରେ ତୁ ଶୋଇଥିଲେ ମୁଁ ସକାଳୁ ଟଙ୍କା ନେଇ ତତେ ଦେଇ ଆସି ନଥାନ୍ତି। ତୁ ଶୋଇଥିଲୁ ମୋ ଘରେ ମୋ ଚଦର ଘୋଡ଼େଇ ହୋଇ। ତୁ ଏ ବଙ୍ଗଳାର ମୁହଁ କାନ ଲାଲ କରି ବାହାରିଗଲା ବେଳେ କେହି ବିଶ୍ୱାସ କରିବେ ନାହିଁ ଯେ ରାତିସାରା ତୁ ଏକା ଏକା ଗହନ ନିଦରେ ଶୋଇ ଶୋଇ ସପନ ଦେଖୁଥିଲୁ ବୋଲି। ଏ ବଙ୍ଗଳାରେ ରାତିଟିଏ କଟାଇ ତୁ ଆଜି ସାରିଆ, ହେନା, ମଇନା, ଡିମିରିଙ୍କ ଦଳରେ ମିଶି ଯାଇଛୁ। ତୋର ଯେଉଁ ଦାମ ତୁ ମୋ ପାଖରେ ଛାଡ଼ିଗଲୁ ତା ତୁଳନାରେ 10ଟା ଟଙ୍କା ବା କ'ଣ? ତୋ ଇଜ୍ଜତର ଦାମ ତୁ ଆଉ ଫେରି ପାଇବୁ ନାହିଁ। ତୋ କଥା କେହି ବିଶ୍ୱାସ କରିବେ ନାହିଁ। କହୁ କହୁ ଟଙ୍କା 10ଟା ପୁଣି ଥରେ ମହୁଲ ହାତରେ ଗୁଞ୍ଜି ଦେଲେ ଜୀବନେନ୍ଦୁ। ମହୁଲ ଚୁପ୍ ହୋଇଗଲା। ବାବୁ ଯେ ଏକବାର ଖାଣ୍ଟି କଥା କହୁଛନ୍ତି ଏଥିରେ ସନ୍ଦେହ ନାହିଁ। ତୁଚ୍ଛାଟାରେ ସେ ତାର ଦାମ ଖସାଇ ଦେଇଛି। ବାବୁର ମନଟା କ'ଣ କାଠ ପଥରରେ ଗଢ଼ା? ସେ ନରମ ହୋଇ ଉଠିଲା। ସୋହାଗଭରା ଗଳାରେ କହିଲା, ବାବୁ ମୋତେ ତମର ମନ ମାନିଲା ନାହିଁ ନା? ସତେ ବାବୁ, ମୁଁ ତମ ଲାଖି ନୁହେଁ। ତମେ ଯଦି କହିବ ମୁଁ ତମ ଲାଖି ଝିଅଟାକୁ ଆଜି ରାତିରେ କଳେବେଳେ କୌଶଳେ ଏଠିକି ନେଇ ଆସିବି, ତାକୁ ଥରେ ଦେଖିଲେ ତମର ସବୁ ଟାଣ ପାଣିର ଗାର ପରି ମିଳାଇଯିବ ଯେ ସେ ତ ମୋ ଭଳି ଏମିତି ସେମିତି ଝିଅ ନୁହେଁ। ସେ ଏ ଜଙ୍ଗଲ ରାଇଜର ରାଣୀ। ସେ ମୋର ଅତି ଆପଣାର ମିତ। ଆଉ ତାର ଯେଉଁ ଦମ୍ଭ ବଢ଼େଇ ମୁହଁ ଟାଣ ତମକୁ ଥରେ ଦେଖିଲେ ସକାଳର କାକଳ ଭଳି ଉଭେଇଯିବ। ତମକୁ ସତରେ ତାକୁ ଭାରି ମାନିବ। ଆଣିବି ତାକୁ ରାତିରେ। ନବଘନ କକାକୁ କିଛି କହିବ ନାହିଁ। ମୁଁ ତାକୁ ନେଇ ଆସିବି। ସେ ଆସିଲେ ଜାଣିଲେ ସବୁ। ଜୀବନେନ୍ଦୁ ହସିଦେଇ କହିଲେ, ମହୁଲ ତତେ ଆଉ ତୋର ମିତକୁ ମୋର ଜୁହାର। ମୁଁ ଏଠିକି ଫୁର୍ତ୍ତି କରିବାକୁ ଆସିନାହିଁ। ଆମ ସହରରେ ଫୁର୍ତ୍ତିର ଅଭାବ ନାହିଁ। ମୁଁ ଆସିଛି ଅନ୍ୟ କାମରେ, ଲେଖାପଢ଼ା କାମରେ। ସେଥିରେ ତୋର ଆଉ ତୋ ମିତ୍ରର ରାତ୍ରି ଅଭିସାର ଲୋଡ଼ା ହୁଏ ନାହିଁ। ନବଘନ ମୋତେ ନ ପଚାରି ତତେ ଏଠିକି ଡାକି ଆଣି ଭୁଲ କରିଛି। ଆଉ ଶୁଣୁ, ଏ ବଙ୍ଗଳାକୁ ଯେଉଁ ବାବୁମାନେ ଆସନ୍ତି ସେମାନେ ଦେବତା ନୁହନ୍ତି, ଦାନବ। ତାଙ୍କର ମୁଖା ତଳକୁ ଚିହ୍ନିବା ଜାଣିବା ମୁସ୍କିଲ। ତତେ ଆଉ ତୋର ମିତକୁ ମୋର ଅନୁରୋଧ, ଆଉ କେବେ ହେଲେ ବଙ୍ଗଳା ହତା ମାଡ଼ିବ ନାହିଁ। ବାସ୍ ଏଥର ଯା। ମହୁଲର ସୁନ୍ଦର ଆଖି ଦୁଇଟା ମମତାରେ ସଜଳ ହୋଇ ଉଠିଲା। ସେ ମିଠା ଗଳାରେ କହିଲା, ଆଉ ଯିଏ ଯାହା ହେଉନା କାହିଁକି ତମେ ଜଣେ ଦେବତା। ତମ ଭଳି ବାବୁଟିଏ ମୁଁ ଆଗରୁ ଦେଖି ନାହିଁ। ତମ କଥା ମାନିବି। ଆଉ କାହା ପାଖକୁ ମୁଁ ଏ ବଙ୍ଗଳାକୁ ଆସିବି ନାହିଁ। ହେଲେ ତମେ ଯଦି ଚାହିଁବ ମୋ ମିତକୁ ମୁଁ ଏଠିକି ନେଇ ଆସିବି। ମୋ ମିତକୁ ଥରେ ଦେଖିଲେ ତମର ପାଠ ଶାଠ ସବୁ ଚୁଲିକୁ ଯିବ। ସହରର ଫୁର୍ତ୍ତି ପିତା ଲାଗିବ। ମୋର ମିତ ହେଉଛି ଗୋଟାଏ ନିଶା। ଆଖି ପଡ଼ିଗଲେ ନିଶା ଘାରିଯାଏ। ସେଥିପାଇଁ ମୋର ମିତ ଏ ସହରୀ ନିଶାଖୋର ବାବୁଙ୍କ ଛାଇ ମାଡ଼େ ନାହିଁ। ହଉ ମୁଁ ଯାଉଛି ବାବୁ। ହେଲେ ତମେ ରାତି ଅଧରେ ସେ ମୋହିନୀଟାର ପିଛା କରିବ ନାହିଁ। ନବଘନ କକା କହେ ସେଥିରେ ଘୋର ବିପଦ। ତମର ଯଦି କେବେ କିଛି ଲୋଡ଼ା ହୁଏ ମୋତେ ଖବର ଦେବ ବାବୁ। ଯାଉଛି, ରାତି ପାହିଗଲାଣି। ନୋଟଟାକୁ ଜୀବନେନ୍ଦୁ ହାତରେ ଗୁଞ୍ଜି ଦେଇ ଧାଇଁ ଧାଇଁ ହତାପାରି ହୋଇଗଲା ମହୁଲ। ଜୀବନେନ୍ଦୁ ସେହି ବନ୍ୟ ଝିଅଟାର କର୍ତ୍ତବ୍ୟବୋଧ ନିର୍ମଳ ହୃଦୟର ଆଭାରେ ଚମତ୍କୃତ ହୋଇ ଉଠୁ ଉଠୁ ଆଉ ଥରେ ଚଦରରେ ମୁହଁ ଘୋଡ଼ାଇ ଶୋଇପଡ଼ିଲେ। ରାତିସାରା ସେ ମାୟାବିନୀ ପଛରେ ଧାଇଁ ଧାଇଁ ସେ ବିନିଦ୍ର ରହିଛନ୍ତି। ତାଙ୍କର କିଛି ସମୟ ନିଦ୍ରା ଯିବା ଦରକାର। ମଧ୍ୟାହ୍ନର ଅଳ୍ପ ସମୟ ପୂର୍ବରୁ ଜୀବନେନ୍ଦୁ ଉଠିଲେ। ନିତ୍ୟକର୍ମ ସାରି ଲଞ୍ଚ ଖାଇ ନେଲେ। ନବଘନ ରୋଷେଇ ଶେଷ କରି ଦେଇଥିଲା। ଖାଇସାରି ବାରଣ୍ଡାରେ ଆରାମ ଚେୟାର ପକାଇ ଅଳସ ଭଙ୍ଗୀରେ ବସି ରହିଲେ ଜୀବନେନ୍ଦୁ। ଆଜି କିଛି କାମ କରିବା ପାଇଁ ମନରେ ସ୍ପୃହା ଜାଗୁନାହିଁ। ବାରମ୍ବାର ମନକୁ ଆନ୍ଦୋଳିତ କରୁଛି ଗତରାତ୍ରିର ସେ ଅଲୌକିକ ସ୍ମୃତି। ସତେ କ'ଣ ମଣିଷର ଆତ୍ମା ଏମିତି ଘୂରି ବୁଲେ? ନବଘନ ମନର ଏକ ଭ୍ରାନ୍ତି ନୁହେଁ ତ? ମାତ୍ର ସେ ତ ନିଜେ ଦେଖିଛନ୍ତି ସେହି ଛନ୍ଦମୟୀ ଛାୟାମୂର୍ତ୍ତିଟାକୁ, ଶୁଣିଛନ୍ତି ସେହି ସଙ୍ଗୀତର ସ୍ୱର। ନା, ଏସବୁ ତ ତାଙ୍କ ମନର ଭ୍ରାନ୍ତି ନୁହେଁ, କଳ୍ପନା ନୁହେଁ। ନବଘନଠାରୁ ସବୁ କଥା ଶୁଣିବା ପାଇଁ ସେ ଛଟପଟ ହୋଇ ଉଠିଲେ। ନବଘନକୁ ପାଖକୁ ଡାକି ଗତରାତ୍ରିର କଥା ପଚାରିଲେ। ନବଘନଟାରେ ଗତରାତ୍ରିର ଭାବପ୍ରବଣତା ନାହିଁ। ସକାଳର ଆଲୋକରେ ସେ ପୁଣି ନିର୍ବିକାର, ଗମ୍ଭୀର, ଧୀର ସ୍ଥିର ହୋଇ ଉଠିଛି। ସେ ସହଜ ଭଙ୍ଗୀରେ ଘଟଣା ବର୍ଣ୍ଣନା କରିଗଲା। କଥାଟା ଠିକ୍ ସେମିତି। ତାର ନାଁ ଛାୟା। ନବଘନର 15 ବର୍ଷର ଝିଅ ସେ। ଏଇ ଡାକବଙ୍ଗଳା ହତାରେ ପ୍ରଜାପତିଟି ପଡ଼ି ଉଡ଼ି ଉଡ଼ି ବୁଲୁଥିଲା। ରୂପରେ ସେ ତା ମାର ଅବିକଳ ପ୍ରତିମୂର୍ତ୍ତି ଥିଲା।
ତା ମା' ଥିଲା ଏ ଜଙ୍ଗଲୀ ବସ୍ତିର ସବୁଠାରୁ ସୁନ୍ଦରୀ ରମଣୀ। ଅତି ଆଦର ପାଇ ଝିଅଟା ଏକାବେଳେ ଅମାନିଆ ଓ ଚିତ୍ଖୋର ହୋଇ ଉଠିଲା। ନବଘନର ବାରଣ ନ ମାନି ସେ ବାରମ୍ବାର ନିଜ କ୍ୱାର୍ଟର ହତାଡ଼େଇ ବଙ୍ଗଳା ଭିତରକୁ ଆସିଥିଲା। ସହରୀ ବାବୁମାନଙ୍କ ସହ ଆଳାପ କରୁଥିଲା। କେତେବେଳେ କେମିତି ବାବୁମାନଙ୍କ ଶ୍ରଦ୍ଧାର ଚିହ୍ନ ସ୍ୱରୂପ ଛୋଟ ଛୋଟ ଉପହାର ଗ୍ରହଣ ସେ କରୁଥିଲା। ନବଘନ ସେତେବେଳେ କଥାଟା ଉପରେ ଆଦୌ ଗୁରୁତ୍ୱ ଦେଉନଥିଲା। ଛାୟାର ଚପଳତା ଭିତରେ କୌଣସି ଦିନ ସେ ରଙ୍ଗଭରା ବୟସର ବିଲକ୍ଷଣ ଦେଖିପାରିନଥିଲା। ତା ମା କିନ୍ତୁ ଏଥିପାଇଁ ଖୁବ୍ ଅସନ୍ତୁଷ୍ଟ ହୋଇ ଉଠୁଥିଲା। ବସ୍ତି ଭିତରେ ନିଜର ଭିଟାମାଟିରେ ଥିବା ନାଲି ମାଟିଟିପା ଛୋଟ ଚାଳଘରଟିକୁ ଝିଅଟିକୁ ନେଇ ଉଠିଯିବା ପାଇଁ ସେ ସ୍ଥିର କରିଥିଲା। ବହୁ ଦିନରୁ ଘର ଖଣ୍ଡିକ ବ୍ୟବହୃତ ନ ହୋଇ ଭାଙ୍ଗି ପଡ଼ିଥିଲା। ନବଘନ ସମୟ ଦେଖି ତାକୁ ଆଉ ଏକ ମରାମତ କରି ରହିବା ଉପଯୋଗୀ କରୁଥିଲା। ଆଉ ଦିନ କେଇଟାରେ ମା ଝିଅ ଦୁହେଁ ବସ୍ତି ଭିତରକୁ ଉଠି ଯାଇଥାନ୍ତେ। ନବଘନ ଏକା ରହିଥାନ୍ତା ବଙ୍ଗଳା ହତାରେ। ସେଦିନ ସନ୍ଧ୍ୟାରେ ଗୋଟାଏ ଜିପ୍ରେ 5 ଜଣ ବାବୁ ଆସି ପହଞ୍ଚିଲେ। ସମସ୍ତେ ସୌଖିନ, ସୁନ୍ଦର, ଉଚ୍ଚଦରର ଲୋକ। ଶିକାର କରି ମାଂସ ଆଣିଲେ, ଭୋଜି କଲେ, ଖାଇଲେ ଖୁବ୍, ପିଇଲେ ତା'ଠାରୁ ବେଶୀ। ତାପରେ ଆରମ୍ଭ ହେଲା ଗୀତ ନାଚର ଆସର। ଆଗେ ବଜାଇଲେ ଗ୍ରାମଫୋନ୍। ଗୀତର ତାଳେ ତାଳେ ନାଚିଲେ ସମସ୍ତେ ପରସ୍ତେ ପରସ୍ତେ ଲେଖାଏଁ। ନିଶାରେ ଟୁଳୁ ଟୁଳୁ ହୋଇ ନାଚୁ ନାଚୁ ହସିଲେ ବେଦମ୍। ବଙ୍ଗଳା ହତାକୁ ପକା ଉଠା କଲେ ଗୀତ, ନାଚ, ହସ, ଆନନ୍ଦରେ। ନବଘନ ମଧ୍ୟ ସେଦିନ ବାବୁମାନଙ୍କଠାରୁ କିଛି ବିଦେଶୀ ମାଲ ପକେଇ ଦେଇ ନିଶାରେ ପଡ଼ିଥାଏ ବଙ୍ଗଳା ବାରଣ୍ଡାରେ ଚେତା ହରାଇ। ସେତେବେଳେ ନବଘନ ବାବୁଙ୍କଠାରୁ ଏହି ଉପହାରଟା ହିଁ ଗ୍ରହଣ କରୁଥିଲା। ସେତିକି ଥିଲା ତା'ର ଦୁର୍ବଳତା। ବାବୁମାନେ ତାପରେ ସମସ୍ତେ ଜଣ ଜଣ କରି ଗୀତ ଗାଇଲେ, ତାମସା ଦେଖାଇଲେ। ଗୋଟାଏ ବୋତଲରେ ମୁହଁ ଲଗାଇ ଜଣ ଜଣ କରି ସମସ୍ତେ ପିଇଲେ। ଗୋଟାଏ କୁଟ୍ରା ଛୁଆକୁ ଗୋଟା ରୋଷ୍ଟ କରି ଟେବୁଲ ମଝିରେ ରଖି ଏକାଠି ବସି ଖାଇଲେ। ଛାୟାକୁ ଏସବୁ ଖୁବ୍ ମଜା ଲାଗୁଥାଏ। ବଙ୍ଗଳା ହତାରେ ଘୂରି ଘୂରି ସେ ସବୁ ଦେଖୁଥାଏ। ରାତି ହେବାରୁ ମା ତା'ର ତାଗିଦାରେ ସେ ଘରକୁ ଗଲା। ହେଲେ ମା ପାଖରେ ବିଛଣାରେ ଶୋଇପାରିଲା ନାହିଁ। ବାବୁମାନଙ୍କର ଗୀତ, ହସ, ନାଚ, ତାମସା ତା ଆଖିରୁ ନିଦ ଛଡ଼ାଇ ନେଲା। ବାବୁମାନଙ୍କର ତାମସା କଥା ମନେ ପକାଇ ସେ ମା ପାଖରେ ଶୋଇ ବେଦମ୍ ହସ ହସୁଥାଏ। ତାପରେ ମା'କୁ ନିଦ ହୋଇଯିବା ପରେ ସେ ଚୁପ୍ ଚୁପ୍ ଉଠି ଆସିଲା ଘର ଭିତରକୁ। ଚପଳ ମନର ଅଦ୍ୟମ କୌତୂହଳ ନେଇ ସେ ଆସ୍ତେ ଆସ୍ତେ ଆସି ଠିଆ ହେଲା ବାବୁମାନଙ୍କ ଦେଖିପାରିବା ଭଳି ସ୍ଥାନରେ, ଗୋଟାଏ ବୁଦାଳିଆ ଗଛର ଆଢ଼ୁଆଳରେ। ବାବୁମାନେ ଯୋଡ଼ି ଯୋଡ଼ି ହୋଇ ଅଣ୍ଟା ହଲାଇ ନାଚୁଛନ୍ତି, ପରସ୍ପରକୁ ଆଲିଙ୍ଗନ କରୁଛନ୍ତି, ଚୁମ୍ବନ କରୁଛନ୍ତି, ହସୁଛନ୍ତି, କାନ୍ଦୁଛନ୍ତି। ଛାୟା ହସିଦେଲା ଖିଲି ଖିଲି ହୋଇ। ତା ହସର ତରଙ୍ଗ ବାବୁମାନଙ୍କୁ ଚକିତ କରିଦେଲା। ସମସ୍ତେ ଧାଇଁ ଆସି ଘେରିକଲେ ତାକୁ। ଆଉ ଏକ ଅଦ୍ୟମ ନିଶା ଚଢ଼ିଗଲା ତାଙ୍କର ମୁଣ୍ଡକୁ। ଛାୟାର ପାଟିରେ ହାତ ଦେଇ ଶୂନ୍ୟ ଶୂନ୍ୟ ଟେକିନେଲେ ସେହି ବଙ୍ଗଳା ଭିତରକୁ। ଘରେ ପଶି କବାଟ କିଳିଦେଲେ ସମସ୍ତେ। ନବଘନ ବାରଣ୍ଡାରେ ପଡ଼ି ସବୁ ଦେଖୁଥାଏ। ବୁଝିପାରୁନଥାଏ କିଛି, କହିପାରୁନଥାଏ କିଛି। ସବୁ ଯେମିତି ସ୍ୱପ୍ନରେ ଭାସିଲା ଭଳି ମନେ ହେଉଥାଏ। କାହାକୁ ଟେକିନେଲେ, କ'ଣ କଲେ କିଛି ଠଉରେଇ ପାରୁନଥାଏ। ନିଶା ଜୋରରେ ତା'ର ଦେହ ହାତ ଅସଡ଼ା ହୋଇପଡ଼ିଥାଏ। କେତେବେଳେ ସେ ଚିନ୍ତା ଚେତନା ହରାଇ ଶୋଇପଡ଼ିଲା ତା ମଧ୍ୟ ଜାଣେ ନାହିଁ। ସେଇ କାଳ ନିଶା ହିଁ ସେଇ କାଳ ରାତ୍ରିକୁ ଭୟଙ୍କର କରିଦେଲା। ତା'ର ଯେତେବେଳେ ଚେତା ହେଲା ସେ ଦେଖିଲା ଛାୟାର ମା ଚେତା ହରାଇ ପଡ଼ିଛି ବଙ୍ଗଳା ବାରଣ୍ଡାରେ। ବଙ୍ଗଳା ହତାଟା ନିସ୍ପୃହ ହୋଇଯାଇଛି ଶୋକ ଦିବସଟି ଭଳି। ବାବୁମାନଙ୍କର ଚିହ୍ନବର୍ଣ୍ଣ ନାହିଁ। ଅନେକ ଆଗରୁ ସେମାନେ ଗାଡ଼ି ନେଇ ବାହାରି ଯାଇଛନ୍ତି। ବଙ୍ଗଳା କୋଠରୀର କାର୍ପେଟ ଉପରେ ରକ୍ତ ମନ୍ଦାରର ଛିନ୍ନ ସ୍ତବକଟି ଭଳି ଛାୟାର ରକ୍ତାକ୍ତ ବିକ୍ଷତ ନିର୍ଜୀବ ଉଲଗ୍ନ ଶରୀରଟା ଛିନ୍ଛତ୍ର ହୋଇ ପଡ଼ି ରହିଛି। ନିଜ ଆଦରଣୀୟା ସୁକୁମାରୀ ଝିଅଟିର ସେ ବିଭତ୍ସ ହୃଦୟ ବିଦାରକ ରକ୍ତାକ୍ତ ଶରୀରଟାକୁ ଚାହିଁପାରିଲା ନାହିଁ ନବଘନ। ପଛକୁ ମୁହଁ ଫେରାଇ ସେ କିଟମିଟ ଅନ୍ଧାର ଭିତରେ ବଡ଼ ବଡ଼ ପାହୁଣ୍ଡ ପକାଇ ଚମ୍ପା ଗଛ ମୂଳରେ ଆସି ଠିଆ ହେଲା। ଚମ୍ପା ଫୁଲର ଛାୟାର ଭାରି ଶ୍ରଦ୍ଧା। ଗଭାରେ ତା'ର ସବୁବେଳେ ଚମ୍ପା ଫୁଲର ଗୁଚ୍ଛଟିଏ ଥାଏ। ତାରି ମୂଳରେ ଭ୍ରୁସ୍ ଭ୍ରୁସ୍ କରି ମାଟି ଖୋଳି ଗାତଟିଏ କଲା ନବଘନ। ସକାଳର ଆଲୁଅରେ ଛାୟାର ବିଭତ୍ସ ଚେହେରାଟା ସ୍ପଷ୍ଟ ହୋଇଉଠିବା ପୂର୍ବରୁ ସେ ଜଲ୍ଲାଦଟିଏ ଭଳି ଛାୟାର କୋମଳ ଅସଡ଼ା ଶରୀରଟିକୁ କାନ୍ଧରେ ଉଠାଇ ଆଣି ସେଇଠି କବର ଦେଇଦେଲା। ତା ମା'ର ଚେତନା ଆସିବା ବେଳକୁ ଚମ୍ପାଗଛ ମୂଳର ମାଟି ସବୁଦିନ ଭଳି ସମତୁଲ ହୋଇଯାଇଥିଲା। ତାପରେ ନବଘନ ଆଉ ତା'ର ମା କେହି କାହାକୁ ଏକଥା ପଚାରି ନାହାନ୍ତି।
ଛାୟା କଥା ଆଲୋଚନା କରିନାହାନ୍ତି। ଏ ଯେମିତି ଗୋଟାଏ ନିତିଦିନିଆ ଦୁର୍ଘଟଣା। ଯେମିତି ଛେଳିଟାଏ ବାଘ ଘୋଷାଡ଼ି ନିଏ, ବାଛୁରୀଟିକୁ ଚିତା ଟାଣି ନିଏ, ଏ ଯେମିତି ଠିକ୍ ସେମିତି ଘଟଣାଟିଏ। ଏ ଦୁଃଖର ସାନ୍ତ୍ୱନା ନାହିଁ। ଏ ଘଟଣାର ପ୍ରତିବାଦ କରି ହୁଏ ନା। ଜଙ୍ଗଲୀ ହିଂସ୍ର ପଶୁଙ୍କର ଆକ୍ରମଣ ଆଉ ସହରୀ ସଭ୍ୟ ଭଦ୍ରବାବୁଙ୍କର ଆଚରଣ ଦୁଇଟି ଯାକ ଯେମିତି ଏକ କଥା। ପଶୁ ବିରୋଧରେ କିଛି କରିହୁଏ ନା। ଦେହର ବଳରେ ସେ ବଳିୟାନ। ଅତ୍ୟାଚାର ଅଘଟଣ ପାଇଁ ଜଙ୍ଗଲୀ ଅଧିବାସୀଙ୍କ ମନରେ ଯଥେଷ୍ଟ ଶକ୍ତି ସାହସ ରହିଥାଏ। ସେଥିସହ ସେମାନେ ଖୁବ୍ ଅଭ୍ୟସ୍ତ। ମାତ୍ର ଛାୟାର ମା ସେଇ ଯେ ଶଯ୍ୟାଶାୟୀ ହେଲା ଉଠିଲା ନାହିଁ, ସେଇ ହେଲା ତାର ଶେଷ ଶଯ୍ୟା। ବାସ ତାପରେ ନବଘନ, ନିର୍ବିକାର, ନିଥର, ନିସ୍ପୃହ। ଏ ଦୀର୍ଘ 10 ବର୍ଷ ତଳର କଥା। ସେ ଜିଦଖୋର ଛାୟା ସେଇଦିନଠୁ ଏମିତି ଘୁରୁ ବୁଲୁଛି ସହରୀ ବାବୁଙ୍କୁ ବିଭ୍ରାନ୍ତ କରିବାରେ। ଏ ତାର ଯେମିତି ଗୋଟାଏ ଝୁଙ୍କ। ନବଘନ ତାକୁ ସବୁଦିନ ଦେଖି ଆସୁଛି। ଅତୃପ୍ତ ତାର ଆତ୍ମା, ବିଭତ୍ସ ଯନ୍ତ୍ରଣା, ଅବ୍ୟକ୍ତ ବ୍ୟଥାରେ କଲବଲ ପ୍ରାଣ ତାର। ସେ ଯେମିତି ଝୁରି ଝୁରି ଘୂରି ବୁଲେ। ତା କଥାରେ ଆଗ୍ରହ ବଢ଼ାଇଲେ ବିପଦରେ ପଡ଼ିବାକୁ ହେବ। ସୁଯୋଗ ପାଇଲେ ସେ ତାର ପ୍ରତିଶୋଧ ଦିନେ ନା ଦିନେ ଆଦାୟ କରିନେବ। ନବଘନ ତାର କଥା ଶେଷ କରି ଘଡ଼ିଏ ଆନମନା ହୋଇଗଲା। ଭାରି ଗଳାରେ କହିଲା, ସେହି ଦିନଠାରୁ ଛି କରି ଦେଇଛି ବାବୁମାନଙ୍କଠାରୁ ଉପହାର ବକ୍ସିସ୍ ନେବା। ନିଶାପଣକୁ ଆଡ଼ ଆଖିରେ ଚାହିଁ ନାହିଁ। ମୁଁ ଯଦି ସେଦିନ ହୋସରେ ଥାନ୍ତି। ଜୀବନେନ୍ଦୁ କଣ୍ଠରେ ସମବେଦନାର ସ୍ପର୍ଶ ଦେଇ କହିଲେ, ପଛ କଥା ଭାବି ଲାଭ ନାହିଁ ନବଘନ। ତମ କଥା ମୋର ଖୁବ୍ ବିଶ୍ୱାସ ହେଉଛି। ମାତ୍ର ସେଇ ଅଶରୀରୀ ଛାୟା କ'ଣ ସ୍ୱର, ଲୟ, ତାଳ ଦେଇ ଗୀତ ଗାଇ ଯାଉଛି? ଏଥିରେ ଆଚମ୍ବିତ କଥା କ'ଣ ଅଛି ବାବୁ? ସେ ଗୀତର ମୋହ ତାକୁ ମା କୋଳରୁ ଡାକି ଆଣିଲା ମରଣ କୋଳକୁ। ଛୁଆଟି ଦିନରୁ ଗୀତ ହିଁ ଥିଲା ତାର ଜୀବନ। ନବଘନ କଥା ଶେଷ କରି ଚୁପଚାପ ଉଠି ଚାଲିଗଲା ଜୀବନେନ୍ଦୁଙ୍କ ପାଇଁ ଚା ଆଣିବାକୁ। ଚା ଖିଆର ସମୟ ହୋଇଯାଇଥିଲା। ଜୀବନେନ୍ଦୁ ବୁଡ଼ିଗଲେ ଗହନ ଚିନ୍ତାରେ। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକା ପ୍ରତିଭା ରାୟଙ୍କର ଉପନ୍ୟାସ ପରିଚୟର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାଂଶୀ ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।